ଯେତେବେଳେ ଭୋଟ ହେଇଥିଲା ସେତେବେଳେ ବିଜେପି ସରକାର ବି ନଥିଲା, ଏଠି ବିଜୁ ଜନତା ଦଳ ସରକାର ଥିଲା। ବିଜୁ ଜନତା ଦଳ ସରକାର ଥିଲା ବେଳେ ଏଠି ନିର୍ବାଚନ ହେଇଛି। ନିର୍ବାଚନ ପରେ ମଧ୍ୟ ଫଳ ପ୍ରକାଶ ପାଇଛି। ସିଏ 20ଟି ଲୋକସଭା ଆସନ ଜିତିଛନ୍ତି, ଏମାନେ ବିଧାନସଭାରେ ଜିତିକି ସରକାର ବି କରିଛନ୍ତି। କିନ୍ତୁ ଏବେ ଯେଉଁ ଭୋଟ ଫର ଡେମୋକ୍ରାସି ବୋଲି ଗୋଟେ ସଂସ୍ଥା ଯେଉଁ ରିପୋର୍ଟଟି ଦେଇଛି, ସେଇ ରିପୋର୍ଟଟିକୁ ନେଇକି ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ସେ କହୁଛି ଯେ ପାଖାପାଖି ଅନେକ ଆସନରେ ଆଗରୁ ଯେଉଁ ଯେତିକି ଭୋଟ ପଡ଼ିଛି ଆଉ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ଭୋଟ ସଂଖ୍ୟା ଭିତରେ ଆଗରୁ 19 ମସିହାରେ ଯେଉଁ ନିର୍ବାଚନ ବେଳେ 1.2% ଭିତରେ ଭେରିଏସନ୍ ରହୁଥିଲା। ଏବେ ସେଇଟା 3-4% ଅଧିକ ହେଇଯାଇଛି ଆଭରେଜ। ଓଡ଼ିଶାର 18ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଇ ଭୋଟ ହାର ତାଠୁ ମଧ୍ୟ ଅଧିକ ବୋଲି କୁହାଯାଉଛି। କିନ୍ତୁ ଭୋଟ ଫର ଡେମୋକ୍ରାସି ଯେଉଁ କହିବା, ଆପଣ ଦେଖିବେ ନିର୍ବାଚନ ବୁଥରେ ଯୋଉଠି ଭୋଟିଂ ହଉଥିଲା ସେ ତ ପ୍ରତ୍ୟେକ ଦଳର କର୍ମକର୍ତ୍ତା ଥିବେ, ପ୍ରତ୍ୟେକ ଦଳର ବୁଥ ଏଜେଣ୍ଟ ଥିବେ। ସେମାନେ ତ ଭୋଟ କାଉଣ୍ଟିଂ କରିକିରି ବାଲା ଯେତିକି ଭୋଟ ଆଉ ଭୋଟ ବାଲା ମାନେ ଇଭିଏମ ରେ ଯେତିକି ଭୋଟ ପଡ଼ିଲା ସେ ସମସ୍ତ କାଉଣ୍ଟ କରୁଥିବେ। ତେଣୁ ଏଇ ଯୋଉ ତଥାପି ତା ସତ୍ତ୍ୱେ ମଧ୍ୟ ଯେଉଁ ଅଭିଯୋଗଟି ଆସିଛି ସେ ଅଭିଯୋଗ ଉପରେ ତର୍ଜମାର ଆବଶ୍ୟକତା ଅଛି। ନିହାତି ଭାବରେ ଯଦି ସେଭଳି କିଛି ଅବିଶ୍ୱାସନୀୟ କଥାବାର୍ତ୍ତା ଘଟଣା ଘଟିଥିବ, ଯଦି ସେଭଳି କିଛି ହେରଫେର ହେଇଥିବ, ତା ବିଷୟରେ ମଧ୍ୟ ତର୍ଜମାର ଆବଶ୍ୟକତା ଅଛି। ହେଲେ ଗୋଟେ ଭୋଟ ଫର ଡେମୋକ୍ରାସି ବୋଲି ସଂସ୍ଥା କହିଦେଲେ ହବ ନାହିଁ। ତାକୁ ରାଜନୈତିକ ଦଳ ମାନେ, ପ୍ରତିପକ୍ଷ ଦଳ ଯେଉଁମାନେ ପରାଜିତ ହେଇଛନ୍ତି ସେମାନେ ଏ ପ୍ରସଙ୍ଗକୁ ନିର୍ବାଚନ କମିଶନଙ୍କ ନିକଟକୁ ହଉ ବା ଆପଣଙ୍କର ଅଦାଲତଙ୍କ ନିକଟକୁ ହଉ ନେବାର ଆବଶ୍ୟକତା ଅଛି। ନ ନେଲେ ଏ ଚର୍ଚ୍ଚା ଭିତରେ ହିଁ ରହିଯିବ। କାରଣ ଜିନିଷ ହଉଛି ଆପଣ ଯଦି ଏତେ ମାତ୍ରାରେ 18ଟି ସିଟ୍ରେ ଭୋଟ ଡିଫରେନ୍ସ ରହିଛି ବୋଲି କହୁଛନ୍ତି, ପାଖାପାଖି ସମଗ୍ର ଦେଶରେ 5 କୋଟି କେତେ ଭୋଟ ଏପଟ ସେପଟ ହେଇଛି, ଗ୍ୟାପ୍ ରହୁଛି ବୋଲି କୁହାଯାଉଛି। ଯଦି ରିପୋର୍ଟ କହୁଛି ତେବେ ରାଜ୍ୟ ଯୋଉ ସମ୍ପୃକ୍ତ ରାଜ୍ୟର ଆନ୍ଧ୍ରରେ ମଧ୍ୟ 7-8ଟି ନିର୍ବାଚନ ମଣ୍ଡଳୀରେ ସେମିତି ହେଇଛି, ଛତିଶଗଡ଼ରେ ମଧ୍ୟ ହେଇଛି, ମଧ୍ୟପ୍ରଦେଶ ରାଜସ୍ଥାନରେ ମଧ୍ୟ କେତେକ ହେଇଛି। ତେଣୁ ଏଇ ଯୋଉ ବିଭିନ୍ନ ରାଜ୍ୟରେ ହେଇଛି ବୋଲି ଅଭିଯୋଗ, ମାନେ ଯୋଉ ଭୋଟ ଫର ଡେମୋକ୍ରାସି ଯୋଉ ରିପୋର୍ଟଟି ଦେଇଛି, ପରାଜିତ ଦଳ ସେମାନେ ଏ ସମ୍ପର୍କରେ କ୍ରିୟାଶୀଳ ହବା ଆବଶ୍ୟକତା ଅଛି। ଏମିତି ଖାଲି ଭୋଟ ଫର ଡେମୋକ୍ରାସି କହିଦେଲେ ଯେ ହେଇଯିବନି। ଭୋଟ ଫର ଡେମୋକ୍ରାସିର ଏଇ ତଥ୍ୟକୁ ଆଧାର କରିକିରି ସେମାନେ ଯଦି ନିର୍ବାଚନ କମିଶନଙ୍କ ନିକଟକୁ ଯିବେ, ଯଦି ସେଠି ବିଫଳ ହୁଅନ୍ତି, ଯଦି ଅଦାଲତକୁ ଯିବେ, ହୁଏତ ଏଇ ଘଟଣା ଉପରେ ଟିକେ ତର୍ଜମା ହେଇପାରେ। ନଚେତ୍ এই রিপোর্টরে ହିଁ ରହିଯିବ। ଉକ୍ତ ରିପୋର୍ଟଟି ଯଦି ସତ୍ୟ ହୁଏ, ନିର୍ବାଚନ କମିଶନ ଯଦି ଅଭିଯୋଗକୁ ଗ୍ରହଣ କରନ୍ତି ବା ଅଦାଲତ ଯଦି ଗ୍ରହଣ କରିକି ବିଚାର କରି କିଛି ନିର୍ଦ୍ଦେଶ ଦିଅନ୍ତି, ତାପରେ ହୁଏତ ଗଣିତ କିଛି ଭିନ୍ନ ହେଇପାରେ। କିନ୍ତୁ ଯେ ପର୍ଯ୍ୟନ୍ତ ଏ ସମ୍ପର୍କରେ ଏଇ ଯୋଉ ହେରଫେର ଯୋଉ କୁହାଯାଉଛି, ଯୋଉ ଆସୁଛି ଭୋଟର ଗ୍ୟାପ୍ ରହୁଛି, ଆପଣଙ୍କର ଭୋଟର ଯୋଉଟା ଇଲେକ୍ସନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ସଂଖ୍ୟା ଓ ଇଭିଏମ ରେ ପଡିଥିବା ଭୋଟ ସଂଖ୍ୟା ଭିତରେ ଯୋଉ ଗ୍ୟାପ୍ ରହିଛି ବୋଲି କୁହାଯାଉଛି, ସେ ଯୋଉ ଭୋଟ ଫର ଡେମୋକ୍ରାସି ସଂସ୍ଥା କହିଛି, ତାରି ଉପରେ ଯଦି ପ୍ରତିପକ୍ଷ ଦଳ ନିର୍ବାଚନ କମିଶନକୁ ଯିବେ ବା ଅଦାଲତକୁ ଯିବେ, ଯଦି ସେମିତି କିଛି ରାୟ ଆସିଲା, ତେବେ ହୁଏତ ସେଇ 18ଟି ନିର୍ବାଚନ ମଣ୍ଡଳୀ ବା ସମଗ୍ର ଦେଶର ଯୋଉ କେତୋଟି ନିର୍ବାଚନ ମଣ୍ଡଳୀର ଭାଗ୍ୟରେ ହୁଏତ କିଛି ପରିବର୍ତ୍ତନ ହେଇପାରେ। ନଚେତ୍ ଯଦି ଏମାନେ କେବଳ ଏଟାକୁ ଇସ୍ୟୁ କରିକିରି ଘୋଘା କରିକି ରହିଯିବେ, ତାହେଲେ ୟାର କିଛି ଏ ରିପୋର୍ଟର କୌଣସି ମାନେ ହିଁ ନାହିଁ। ଆଜ୍ଞା ଶୁଣନ୍ତୁ, ନଈ ନ ଦେଖୁଣୁ ଲଙ୍ଗଳା ହେବାଟା ଉଚିତ ନୁହେଁ। କାରଣ ଏଇ ଯୋଉ କଥାଟା କହୁଛନ୍ତି ଭୋଟ ଫର ଡେମୋକ୍ରାସି ରିପୋର୍ଟ ଭିତରେ ହିଁ ସୀମିତ ଅଛି। ୟାକୁ ନେଇକରି କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ନିର୍ବାଚନ କମିଶନଙ୍କ ନିକଟକୁ ଯାଇନାହାନ୍ତି କି ଅଦାଲତକୁ ଯାଇନାହାନ୍ତି, କି ୟା ଉପରେ ସବିଶେଷ ବ୍ୟାପକ ତର୍ଜମା ରାଷ୍ଟ୍ରୀୟ ସ୍ତରରେ ହେଇନାହିଁ ଏପର୍ଯ୍ୟନ୍ତ। ତେଣୁ ୟାକୁ ଯଦି ଧରିକି ତର୍ଜମା ହବ, ଯଦି ତାହା ଗ୍ରହଣୀୟ ହବ, ଯଦି ସେଥିରେ କିଛି ସତ୍ୟାସତ୍ୟ ଥାଏ, ତେବେ ହୁଏତ ନିର୍ବାଚନ କମିଶନ ବା ଅଦାଲତଙ୍କ ହସ୍ତକ୍ଷେପ ପରେ ରାଜନୈତିକ ଗଣିତରେ କିଛି ଭିନ୍ନତା ଆସିପାରେ ଓ ଯଦି ସେମିତି କିଛି ହେଲା ତାହେଲେ ଏନଡିଏ ଉପରେ ପ୍ରଭାବ ପଡ଼ିପାରେ। ନଚେତ୍ ସେ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ, ଯେ ପର୍ଯ୍ୟନ୍ତ ୟାକୁ ନେଇକିରି ପ୍ରତିପକ୍ଷ ଦଳ ଅଦାଲତ ବା କମିଶନଙ୍କ ଦ୍ୱାରସ୍ଥ ହେଇନାହାନ୍ତି, ଏଭଳି ରିପୋର୍ଟ କେବଳ ରିପୋର୍ଟ ପଦବାଚ୍ୟ।